ओम शांति। शांति। आज हूँ 1/12/25। अच्छा ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପଦାଦାଙ୍କୁ ପ୍ୟାର ପ୍ୟାର ଗୁଡ୍ ମର୍ଣ୍ଣିଂ। ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ନମ୍ବର 1, ବାବା ଠିକ୍ ଭୁଲ ବିଚାର କରିବାର ବୁଦ୍ଧି ଦେଇଛନ୍ତି। ସେହି ବୁଦ୍ଧିର ଆଧାରରେ ଦୈବୀ ଗୁଣ ଧାରଣ କରିବାକୁ ହେବ। କାହାକୁ ବି ଦୁଃଖ ଦେବାର ନାହିଁ। ପରସ୍ପର ମଧ୍ୟରେ ଭାଇ ଭଉଣୀର ସଚ୍ଚା ସ୍ନେହ ରହୁ, କେବେ ହେଲେ କୁଦୃଷ୍ଟି ନ ରହୁ। ତାହେଲେ ଆମେ କାହାକୁ ଦୁଃଖ ଦେବା ନାହିଁ। ନମ୍ବର 2, ବାବାଙ୍କର ପ୍ରତ୍ୟେକ ନିର୍ଦ୍ଦେଶକୁ ପାଳନ କରି ଭଲ ଭାବରେ ପାଠ ପଢ଼ି ନିଜ ଉପରେ ନିଜେ ହିଁ କୃପା କରିବାକୁ ହେବ। ନିଜର ଉନ୍ନତି ପାଇଁ ଚାର୍ଟ ରଖିବାକୁ ହେବ। କେହି ଯଦି ଦୁଃଖ ଦେଲା ଭଳି କଥା କହୁଛନ୍ତି, ତେଣୁ ଶୁଣି ନ ଶୁଣିବା ଭଳି ରହିଯିବାକୁ ହେବ। ବରଦାନ, ଈଶ୍ୱରୀୟ ସଭ୍ୟତାର ସଂସ୍କାର ଦ୍ୱାରା ପ୍ରତ୍ୟେକଙ୍କର ବିଶେଷତାକୁ ବର୍ଣ୍ଣନା କରୁଥିବା ପୁଣ୍ୟ ଆତ୍ମା ହୁଅ। ସର୍ବଦା ନିଜକୁ ବିଶେଷ ଆତ୍ମା ମନେ କରି ପ୍ରତ୍ୟେକ ସଂକଳ୍ପ ବା କର୍ମ କରିବା ଏବଂ ପ୍ରତ୍ୟେକଙ୍କ ଭିତରେ ବିଶେଷତାକୁ ଦେଖିବା, ତାକୁ ବର୍ଣ୍ଣନା କରିବା। ତାହେଲେ ଆମେ କ'ଣ କରିବା ନା ସର୍ବଦା ନିଜେ ଆତ୍ମା ମନେ କରିକି ପ୍ରତ୍ୟେକ ସଂକଳ୍ପ ବା କର୍ମ କରିବା। ଯେ କର୍ମ ଆରମ୍ଭ କର, ତମେ ନିଜକୁ ଆତ୍ମା ଭାବିକି କରିବ। ପ୍ରତ୍ୟେକଙ୍କ ଭିତରେ ବିଶେଷତାକୁ ଦେଖିବା, ତାକୁ ବର୍ଣ୍ଣନା କରିବା, ସମସ୍ତଙ୍କୁ ବିଶେଷ ଆତ୍ମା କରିବାର ଶୁଭ ଏବଂ କଲ୍ୟାଣକାରୀ କାମନା ରଖିବା, ଏହା ହିଁ ହେଉଛି ଈଶ୍ୱରୀୟ ରାଜକୀୟତା ବା ସଭ୍ୟତା। ରାଜକୀୟ ଆତ୍ମା ମାନେ ଅନ୍ୟମାନଙ୍କ ଦ୍ୱାରା ତ୍ୟାଗ କରାଯାଉଥିବା ଜିନିଷକୁ ନିଜ ଭିତରେ ଧାରଣ କରିପାରିବେ ନାହିଁ। ସେଥିପାଇଁ ସର୍ବଦା ଧ୍ୟାନ ରହୁ ଯେ କାହାର ଦୁର୍ବଳତା ବା ଅବଗୁଣକୁ ଦେଖିବାର ନେତ୍ର ଯେପରି ସର୍ବଦା ବନ୍ଦ ରହେ। ତେଣୁ ପରସ୍ପର ଗୁଣଗାନ କର, ସ୍ନେହ ଏବଂ ସହଯୋଗର ପୁଷ୍ପର ଆଦାନ ପ୍ରଦାନ କର, ତେବେ ପୁଣ୍ୟ ଆତ୍ମା ପାଲଟି ଯିବ। ସ୍ଲୋଗାନ, ବରଦାନର ଶକ୍ତି ପରିସ୍ଥିତି ରୂପୀ ଅଗ୍ନିକୁ ମଧ୍ୟ ପାଣି କରିଦିଏ। ହେଲା, ଯୋଉ ବରଦାନ, ତମେ ଯୋଉ ବରଦାନର ଶକ୍ତି ମାନେ ତମେ ଯୋଗ କରିବ ନା ନାଇଁ? ଯୋଗ କଲେ ପୁଣି ବାବାର ଲେଖା ହଉଛି ନା ନାଇଁ? ବରଦାନର ଶକ୍ତି ପରିସ୍ଥିତି ରୂପୀ ଅଗ୍ନିକୁ ମଧ୍ୟ ପାଣି କରିଦିଏ। ଯେତେ ତମର ପରିସ୍ଥିତି ଆସୁ, ବିଘ୍ନ ଆସୁ, ଯାହା ବି ଆସୁଛି ତାକୁ ପାଣି କରିଦିଏ। ଅବ୍ୟକ୍ତ ଇଶାରା, ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। ନିରାକାରୀ ସ୍ୱରୂପର ମୁଖ୍ୟ ଶିକ୍ଷାର ବରଦାନ ହେଲା କର୍ମାତୀତ ଭବ। ଆକାରୀ ସ୍ୱରୂପ ଅଥବା ଡବଲ